କିନ୍ତୁ ଏବେ ନିଜ ପୁଅ ପାଇଁ ଦେଖନ୍ତୁ, ନିଜ ପୁଅ ପାଇଁ ବିଜେଡି ବାସିଲା, ନିଜ ପୁଅ ପାଇଁ ନବୀନ ପଟ୍ଟନାୟକ ବାସିଲା, କିନ୍ତୁ ପର ପୁଅକୁ କହୁଥିଲେ ତାଙ୍କ ମୁଣ୍ଡରେ ବୁଦ୍ଧିଟା ପୁରଉଥିଲେ ଯେ ନାଇଁ ତମେ ଏଠି ରୁହନି, ଏମଙ୍କ ପାଖରେ ରୁହନି। 24 ବର୍ଷ କାଳ ତମେ ହାରିବାର ଗୋଟିଏ କାରଣ ସବୁବେଳେ ତମେ କହି ଆସିଛ ଯେ ମୋର ମାଣକରୁ ପାକ ହଉନି। ସେ ପାକ କିଏ? ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କୁ ନ ଧରିଲେ ବିଜୟ ମହାପାତ୍ରଙ୍କର ଅସ୍ତିତ୍ୱ ନାହିଁ। ମୋ ପୁଅ ବିଜେଡିକୁ ଯିବ ବୋଲି ସିଏ ଗଲେନି ଏବଂ ପରେ ଯେତେବେଳେ ଇଲେକ୍ସନ ସରିଗଲା ସେତେବେଳେ କହୁଛନ୍ତି ବହି ଲେଖେଇଦେଲେ ନବୀନ ପଟ୍ଟନାୟକ ନାଁରେ। ନବୀନ ପଟ୍ଟନାୟକ ଖରାପ ବୋଲି ବହି ଲେଖେଇଦେଲେ। 55 କାନୁନ ଯୋଉ ବହିଟା ଲେଖିଲେ ଚାପ୍ଟର ବାଇ ଚାପ୍ଟର, ଯୋଉଟା ସତ ଏଟାକୁ ଏବେ ଓଡିଶା ଦେଖୁଛି। ଏତେ ମଜା ଆସୁଛି, ପୁରା ଛଳନାର ମୁଖା ଖୋଲୁଛି। ଆପଣ ଦେଖନ୍ତୁ ସେଇ ବିଜୟ ମହାପାତ୍ର ଅନ୍ୟ ବାପାର ପୁଅକୁ କହୁଥିଲେ ତମେ ମେଳିକର ଏଇଠି ନବୀନ ପଟ୍ଟନାୟକ ପାଖରେ ରୁହନି, କହୁଥିଲେ ନାଇଁ ଏ କଥା। ସେଇ ବିଜୟ ମହାପାତ୍ର କହୁଥିଲେ, ଅନ୍ୟ ପିଲାଙ୍କୁ କହୁଥିଲେ, ଅନ୍ୟ ବାପର ପୁଅକୁ କହୁଥିଲେ ଏଇ ନବୀନ ପଟ୍ଟନାୟକ ପାଖରେ ରୁହନି, ଏଠି ଆଉ ଇଏ ନାହିଁ କହୁଥିଲେ। କିନ୍ତୁ ଏବେ ନିଜ ପୁଅ ପାଇଁ ଦେଖନ୍ତୁ, ନିଜ ପୁଅ ପାଇଁ ବିଜେଡି ବାସିଲା, ନିଜ ପୁଅ ପାଇଁ ନବୀନ ପଟ୍ଟନାୟକ ବାସିଲେ, କିନ୍ତୁ ପର ପୁଅକୁ କହୁଥିଲେ ତାଙ୍କ ମୁଣ୍ଡରେ ବୁଦ୍ଧିଟା ପୁରଉଥିଲେ ଯେ ନାଇଁ ତମେ ଏଠି ରୁହନି, ଏମଙ୍କ ପାଖରେ ରୁହନି। ନିଜ କଥା ଯେତେବେଳେ ଆସିଲା, ନିଜ ପୁଅ କଥା ଯେତେବେଳେ ଆସିଲା ସେତେବେଳେ ବିଳାପ ବାହାରିଲା। ତେଣୁ ପୁରା ଓଡିଶାବାସୀ ସବୁ ନେତାଗଣ ବୁଝନ୍ତୁ, ସମସ୍ତେ ନେତା ସବୁ ଓଡିଶାବାସୀ ବୁଝନ୍ତୁ, ବିଜୟ ମହାପାତ୍ର ଦେଖନ୍ତୁ କେମିତିଆ ଛଳନା କରିଥିଲେ। ନିଜ ପୁଅ ବେଳକୁ ଅଲଗା, ପର ପୁଅ ବେଳକୁ ତାଙ୍କ ମୁଣ୍ଡରେ ବୁଦ୍ଧିଟା ପୁରେଇ ଦଉଥିଲେ ନା 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 ତମେ ଏଠି ରୁହନି, ଆଉ ତମେ ମୋ ସାଙ୍ଗରେ ଆସ। ଯଦି ମୋ ସାଙ୍ଗରେ ଆସ ବୋଲି ପର ପୁଅକୁ କହୁଥିଲ, ତମ ପୁଅ ତମ ସାଙ୍ଗରେ ଚାଲୁନି। 24 ବର୍ଷ କାଳ ତମେ ହାରିବାର ଗୋଟିଏ କାରଣ ସବୁବେଳେ ତମେ କହି ଆସିଛ ଯେ ମୋର ମାଣକରୁ ପାକ ହଉନି। ସେ ପାକ କିଏ? ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କୁ ନ ଧରିଲେ ବିଜୟ ମହାପାତ୍ରଙ୍କର ଅସ୍ତିତ୍ୱ ନାହିଁ। ତାଙ୍କ ପୁଅଙ୍କର ମଧ୍ୟ ଅସ୍ତିତ୍ୱ ନାହିଁ। ନବୀନ ପଟ୍ଟନାୟକଙ୍କୁ ନ ଧରିଲେ ତାଙ୍କ ପୁଅଙ୍କର ମଧ୍ୟ ଅସ୍ତିତ୍ୱ ନାହିଁ, ଏକଥା ପ୍ରମାଣିତ ହେଇଗଲା। ସେଇଥିପାଇଁ ଲୋକ ପଠେଇଲେ ଏବଂ ରିକ୍ୱେଷ୍ଟ କଲେ ଭାଇ ଟିକେ ହେଲେ କେମିତି ହେଲେ ଇଏ କରିଦିଅ, ପଠଉଛନ୍ତି। ତେଣୁ ଏଇ ଯୋଉ ଛଳନାଟା, ଏଇ ଯୋଉ ଡୁପ୍ଲିସିଟିଟା, ଏଇ ଯୋଉ କଥାଟା ସମଗ୍ର ଓଡିଶା ବର୍ତ୍ତମାନ ଦେଖୁଛି ଯେ ବିଜୟ ମହାପାତ୍ର ସ୍ୱୀକାର କରୁଛନ୍ତି ଯେ ନବୀନ ପଟ୍ଟନାୟକ ନ ରହିଲେ ମୋ ପୁଅର ଆଉ କ୍ୟାରିୟର ନାହିଁ। ସେ ଅନୁନୟ କରୁଛନ୍ତି, ବିନୟ କରୁଛନ୍ତି ମୋ ପୁଅକୁ ଟିକେ ରଖ, ମୋ ପୁଅକୁ ଟିକେ ରଖ। ଏଇଥିରେ ଆପଣ ଜାଣନ୍ତୁ ଯେ ଅନ୍ୟ ପିଲା ଯେତେବେଳେ ଅନ୍ୟ ପିଲାଙ୍କୁ ସବୁ ବସେଉଥିଲେ ତମେ ଏଇଠି ବସ, ଭୋଜି କର, ଇଏ କର, ସେ କର, ଏବଂ ତମର ଏଠି ଆଉ ନାହିଁ ମେଳି କରଉଥିଲେ ଅନ୍ୟ ପିଲାଙ୍କୁ। ଚାରି କଡ଼ାଙ୍କ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ବୁଲି ବୁଲି କହୁଥିଲେ ନାଇଁ ନାଇଁ ଆଉ ବିଜେଡିରେ ହବନି, ତମେ ପଳେଇ ଆସ। ନିଜ ପୁଅ ବେଳକୁ ଏଇ କଥା ହେଇଥିଲା। ଯେତେବେଳେ ଆପଣମାନେ ଜାଣିଥିବେ 2024 ନିର୍ବାଚନ ପୂର୍ବରୁ କେ ଚନ୍ଦ୍ରଶେଖର ରାଓ ତେଲେଙ୍ଗାନାର ତତ୍କାଳୀନ ମୁଖ୍ୟମନ୍ତ୍ରୀ, ତାଙ୍କ ଦଳ ଥିଲା ଟିଆରଏସ୍, କିନ୍ତୁ ସେ ବିଆରଏମ୍ କରିଥିଲେ, ସର୍ବଭାରତୀୟ ଗୋଟେ ପାର୍ଟି କରିଥିଲେ, ତା ନାଁ ହେଲା ଭାରତୀୟ ରାଷ୍ଟ୍ରୀୟ ମଞ୍ଚ। ବିଆରଏମ୍ କରିଥିଲେ। ସେତେବେଳେ ସେ ଓଡିଶାର ଚିଫ୍ ହେବା ପାଇଁ ବିଜୟ ମହାପାତ୍ରଙ୍କୁ କହିଲେ। ବିଜୟ ମହାପାତ୍ର କହିଲେ ନା 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 ମୁଁ ଯିବିନି, କାରଣ ମୋ ପୁଅ ବିଜେଡିକୁ ଯିବ। ସେ ଜାଣିଛନ୍ତି ମୋ ପୁଅ ବିଜେଡିକୁ ଗଲେ ହିଁ ଜିତିବ। ତେଣୁ ମୋ ପୁଅ ବିଜେଡିକୁ ଯିବ ବୋଲି ସିଏ ଗଲେନି ଏବଂ ପରେ ଯେତେବେଳେ ଇଲେକ୍ସନ ସରିଗଲା ସେତେବେଳେ କହୁଛନ୍ତି ବହି ଲେଖେଇଦେଲେ ନବୀନ ପଟ୍ଟନାୟକ ନାଁରେ। ନବୀନ ପଟ୍ଟନାୟକ ଖରାପ ବୋଲି ବହି ଲେଖେଇଦେଲେ। 55 କାନୁନ ଯୋଉ ବହିଟା ଲେଖିଲେ ଚାପ୍ଟର ବାଇ ଚାପ୍ଟର ବିଜୟ ମହାପାତ୍ରଙ୍କ ଇନଷ୍ଟ୍ରକ୍ସନ ହେଲା। ଆରମ୍ଭ କଲେ ଷଡ଼ଯନ୍ତ୍ର, ନାଇଁ ନବୀନ ପଟ୍ଟନାୟକ ଭଲ ନୁହେଁ, ବିଜେଡି ଭଲ ନୁହେଁ, ଆରମ୍ଭ କଲେ। ବର୍ତ୍ତମାନ ଯେତେବେଳେ ନବୀନ ପଟ୍ଟନାୟକ ସସ୍ପେଣ୍ଡ କଲେ ସାଙ୍ଗେ ସାଙ୍ଗେ କଣ କହୁଛନ୍ତି, ବୁଲିଗଲେ ନା 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 ମୋ ପୁଅ ବିଜେଡିରେ ରହିବ, ମୋ ପୁଅ ନବୀନ ପଟ୍ଟନାୟକଙ୍କ ସହିତ ରହିବ। ଏଇଆ ତ କହୁଛନ୍ତି, ଏଇଆ କହୁଛନ୍ତି। ରାଜରାସ୍ତା ଉପରେ ଆସିକି ଡିମାଣ୍ଡ କରୁଛନ୍ତି ମୋ ପୁଅ ନବୀନ ପଟ୍ଟନାୟକ ସହିତ ରହିବ, ମୋ ପୁଅ ବିଜେଡିରେ ରହିବ। ତେଣୁ ବିଜୟ ବାବୁଙ୍କର କଥାକୁ ସମଗ୍ର ଓଡିଶାବାସୀ ବର୍ତ୍ତମାନ ଓଡିଶା ଲୋକ ଦେଖିଲେ ଯେ ବିଜୟ ମହାପାତ୍ର ମଧ୍ୟ ଜାଣିଛନ୍ତି ତାଙ୍କର ଅସ୍ତିତ୍ୱ 24 ବର୍ଷ, ନବୀନ ପଟ୍ଟନାୟକ ବିନା ତାଙ୍କର ଅସ୍ତିତ୍ୱ 24 ବର୍ଷ କାଳ ନଥିଲା। ନବୀନ ପଟ୍ଟନାୟକଙ୍କ ବିନା ବିଜୟ ମହାପାତ୍ର କିମ୍ବା ତାଙ୍କର ଆଦରଣୀୟ ପୁତ୍ରଙ୍କର ଅସ୍ତିତ୍ୱ, ରାଜନୈତିକ ଅସ୍ତିତ୍ୱ ନାହିଁ, ଏଟା ପ୍ରମାଣିତ ହେଇଗଲା। ଧନ୍ୟବାଦ।